ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ହି ବଢ଼ିଆ ରେସିପି ଆଣିଛି। ବର୍ଷା ପାଗକୁ ପକୁଡ଼ିର ମଜା। ଆଉ ପକୁଡ଼ି ପୁଣି ସାଙ୍ଗମାନେ ଚାଉଳ ପକୁଡ଼ି ଦେଖନ୍ତୁ। ତ ଚାଲନ୍ତୁ ଏ ରେସିପିଟା ବନେଇବା। ତା ପୂର୍ବରୁ ସାଙ୍ଗମାନେ ଯଦି ଚ୍ୟାନେଲରେ ଆପଣମାନେ ନୂଆ, ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଇଏ ଦେଖନ୍ତୁ 2 ଘଣ୍ଟା ଭିତରେ ମୁଁ ଚାଉଳଟା ବତୁରେଇ ନେଇଥିଲି। ଆଉ 2 ଘଣ୍ଟା ହେଲା ବତୁରି ହେଇଗଲାଣି। ତାପରେ ମୁଁ ଆଳୁ କିଛି ସିଝେଇ ନେଇଯାଇଥିଲି। ଆଳୁ ସିଝେଇକି ଥଣ୍ଡା କରିବାକୁ ରଖିଦେଇଛି। ଏବେ ଦେଖନ୍ତୁ ଚାଉଳ ବତୁରା ଯେଉଁ ଚାଉଳ ଆଉ ସିଝା ଆଳୁ ଗୋଟେ ମିକ୍ସି ଜାରରେ ନେଇ ନେବା ପ୍ରଥମେ। ଆଉ ସାଙ୍ଗମାନେ ଚାହା ସାଙ୍ଗକୁ ଏ ଯେଉଁ ପକୁଡ଼ି ଆର ମଜା ବହୁତ ନିଆରା। ତ ଚାଲନ୍ତୁ ପ୍ରଥମେ ଗ୍ୟାସ୍କୁ ଅନ୍ କରିକି ଆମେ ପ୍ରଥମେ ଏଇଠି ଚା ବସାଇଦେବା। ଚା ହେବା ଭିତରେ ପକୁଡ଼ି ରେଡ଼ି ହେଇଯିବ। ତ ଏଇଠି ମୁଁ କିଛି କଞ୍ଚା ଲଙ୍କା ନେଇଛି, କିଛି ରସୁଣ ନେଇଛି, ଆଉ ଆକୁ ଭଲ କରି ଆମେ ପେଷ୍ଟ ବନେଇ ନେବା। ତ ଏଇଠି ଦେଖନ୍ତୁ ଚାହା ଯେଉଁ ସସ୍ପେନ୍ ବସାଇଥିଲି ଚା ପତି ପକାଇଦେଲି। ତ ତା ଭିତରେ ଦେଖନ୍ତୁ ଏଇଟାକୁ ବାଟିଦେଲି। ବାଟି ସାରିଲା ପରେ ଗୋଟେ ବାଉଲକୁ ନେଇ ନେବା। ଆର ଏଇ ଯେଉଁ ମିଶ୍ରଣଟା ଆମେ ଯେଉଁ ବାଟିଥିଲେ ଚାଉଳ ମିଶ୍ରଣଟା, ତ ଚାଉଳ ଆଳୁ ବଟାକୁ ଏ ବାଉଲକୁ ସବୁ କାଢ଼ି ନେବା। ଦେଖନ୍ତୁ ଏମିତି ଗାଢ଼ା ହେଇଥିବା ଦରକାର, ବେଶୀ ପତଳା କରିବେନି ନା ବେଶୀ ଗାଢ଼ା କରିବେନି। ତ ଏଇ ଟାଇପ୍ର ଠିକ୍ ହେଇଥିବା ଦରକାର। ତ ଏମିତି ଦେଖନ୍ତୁ ସବୁଯାକ ଆମେ ବାଉଲକୁ ପ୍ରଥମେ କାଢ଼ି ନେବା। ସାଙ୍ଗମାନେ ଯଦି ରେସିପିଟି ଭଲ ଲାଗେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ଆଉ ଗୋଟେ ଥର ନିଶ୍ଚିନ୍ତ ଟ୍ରାଏ କରନ୍ତୁ, ଏ ରେସିପିଟା ଆପଣମାନଙ୍କୁ ବହୁତ ହି ଭଲ ଲାଗିବ। ତ ଏଇଠି ଦେଖନ୍ତୁ ସବୁଯାକ ବାଉଲକୁ କାଢ଼ି ନେଇଛି। ତ ଏଇଠି ଆମେ କ'ଣ କରିବା, ପ୍ରଥମେ କିଛି ଏଥିରେ ପିଆଜ କଟା ପିଆଜ ଆଡ଼୍ କରିବା। ଯଦି ଆପଣ ୱିଦାଉଟ୍ ଓନିଅନ୍ ଗାର୍ଲିକ୍ର ବନାଉଛନ୍ତି ପିଆଜ ସ୍କିପ୍ କରିପାରିବେ। ତ ଏଇଠି ଦେଖନ୍ତୁ କିଛି ପିଆଜ ଆଉ କିଛି ପୋଦିନା ପତ୍ରକୁ ମୁଁ ଏଇଠି କାଟିକି ନେଇଯାଉଛି। ଆର ବାସ୍ନା ଆଉ ଯେଉଁ ଆସିବ ପକୁଡ଼ିର ଆଉ ଟେଷ୍ଟଟା ବି ବହୁତ ହି ବଢ଼ିଆ ଆସିବ। ଫ୍ଲେଭରଫୁଲ୍ ପୁରା ଏକଦମ ରହିବ। ଏଇଠି ଟିକେ ଦେଇଛି ଗୋଲମରିଚ ଗୁଣ୍ଡ। ଆଉ ଏଇ ଗୋଲମରିଚ ଗୁଣ୍ଡ ବି ମୁଁ ଏଇଠି ଟିକେ ଚାହାରେ ବି ପକାଉଛି। ଚାହାଟା ବହୁତ ହି ବଢ଼ିଆ ଲାଗିବ। ଚାହା ବନିବା ଭିତରେ ଆମର ଏ ପକୁଡ଼ି ବନିକି ରେଡ଼ି ହେଇଯିବ ସେଇ ଟାଇମ୍ ଭିତରେ। ତ ଏଇଠି ଦେଖନ୍ତୁ କିଛି ଲୁଣ ଆଡ଼୍ କରୁଛି। ତାପରେ ଏଇଠି ଲୁଣ ଆଡ଼୍ କରିସାରିଲା ପରେ ଭଲ ଭାବରେ ଆକୁ ମିଶାଇ ନେବା, ଗୋଳେଇ ନେବା। ତ ଏଇଠି ଦେଖନ୍ତୁ ଭଲ ଭାବରେ ଉପରତର କରିକି ଗୋଳେଇ ନେବା। ସାଙ୍ଗମାନେ ଏମିତି ଯଦି ଗୋଟେ ଥର ବନାଉଛନ୍ତି ଆଉ ମୋତେ ଜଣେଇବେ ନିଶ୍ଚିନ୍ତ ଆପଣଙ୍କର ଏ ପକୁଡ଼ି କେମିତି ବନିଛି ଆଉ ଆପଣମାନେ କେଉଁଠୁ ଦେଖୁଛନ୍ତି। ତ ଏଇଠି ଦେଖନ୍ତୁ ଭଲ ଭାବେ ମିଶାଇ ସାରିଲା ପରେ ଏବେ ଦେଖିବା ଚାହା କେତେ ପର୍ଯ୍ୟନ୍ତ ଫୁଟିଲାଣି। ତ ଏଇଠି ଦେଖନ୍ତୁ ଚାହା ବି ଆମର ଫୁଟି ଚାଲିଛି। ତ ଏଇଠି ଚାହା ବି ଯେତେବେଳେ ରେଡ଼ି ହେଇଛି ଆମେ ଏଇଠି ଟିକେ କ୍ଷୀର ଦେଇ ଦେଉଛୁ। ଚାହା ବନିବା ଭିତରେ ଏ ପକୁଡ଼ି ରେସିପି ବନିଯିବ ସାଙ୍ଗମାନେ। ତ ଏଇଠି ଦେଖନ୍ତୁ ଚାହା ଦେହରେ ଏଇଠି ଟିକେ ଚିନି ଦେଉଛୁ। ତାପରେ ଏଇଠି ସବୁ ମିଶ୍ରଣ ରେଡ଼ି ହେଇଯାଇଛି। ତା ପୂର୍ବରୁ ମୁଁ ଏଇଠି କଡ଼େଇରେ ଯେତେବେଳେ ଚା ବସାଇଲି ସେଇଠି କଡ଼େଇରେ କିଛି ତେଲ ଦେଇକି ମୁଁ ଏଇଠି ବସାଇ ଦେଇଥିଲି ଗରମ ହେବା ପାଇଁକି। ତ ଏଇଠି ତେଲ ଗରମ ହେଇଗଲାଣି ଅଲରେଡ଼ି। ତ ଏବେ ଆମେ କ'ଣ କରିବା, ତେଲ ଦେହରେ ଏମିତି କିଛି ପକାଇକି ଛାଣିବା। ତ ପ୍ରଥମେ ଦେଖନ୍ତୁ ତେଲ ଭଲ ଭାବେ ଗରମ ହେଇଯାଇଛି। ତ ମୁଁ ଏଇଠି ଏମିତି ଅଳ୍ପ କି ଛୋଟ କରି ହାତରେ ଏମିତି ଛାଣୁଛି, ପକୁଡ଼ି ରୂପର ସେପ୍ ଦେଉଛି। ଆପଣ ଚାହିଁଲେ ଟିକେ ବଡ଼ କି ବି ବନେଇ ପାରିବେ। ଆଉ ଇଏ ବହୁତ ହି ବଢ଼ିଆ ପୁରା ଏକଦମ କ୍ରଞ୍ଚିରେ ଲାଗିବ, ବହୁତ ହି ବଢ଼ିଆ ଲାଗିବ ଖାଇବା ପାଇଁକି। ଗରମ ଏମିତି ବନାନ୍ତୁ ନିଶ୍ଚିନ୍ତ ସାଙ୍ଗମାନେ ଏନ୍ଜୟ କରନ୍ତୁ ଚା ସାଙ୍ଗରେ। ତ ଏଇଠି ଦେଖନ୍ତୁ ବର୍ଷା ପାଗକୁ ଏ ପକୁଡ଼ି ନିଶ୍ଚିନ୍ତ ସାଙ୍ଗମାନେ ଏନ୍ଜୟ କରନ୍ତୁ। ତ ଏଇଠି ଗରମ ପୁରା ଏମିତି ତେଲ ପୁରା ଗରମ ହେଇଥିଲା। ତାପରେ ମୁଁ ଏଇଠି ପକାଇ ସାରିଲା ପରେ ଏଇଠି କ'ଣ କରିବା, ତାକୁ ଟିକେ ଓଲଟେଇକି ଦେବା। ଟିକେ କୋଟିଂଟା ଏମିତି ବସି ଆସିବ ତାପରେ ତାକୁ ଓଲଟେଇବା। ତ ଏଇଠି ଦେଖନ୍ତୁ ପୁରା ମୁଁ କଡ଼େଇ ଭରିକି ପୁରା ଦେଇଛି ପକୁଡ଼ିକୁ। ତ ସାଙ୍ଗମାନେ ଦେଖନ୍ତୁ ଗୋଟେ କୋଟିଂ ଟାଇପ୍ର ଆସିଗଲାଣି, ଗୋଟେ ପରସ୍ତ ପଡ଼ିଗଲାଣି। ତାପରେ ଏଇଠି ଦେଖନ୍ତୁ ଆକୁ ଓଲଟେଇ ନେବା। ତ ଏଇଠି ଆପଣ କ'ଣ କରିବେ, ଲୁହା ଖଡ଼ିକାକୁ ଭଲସେ ଚଲେଇ ନେବେ। ତ ଏଇଠି ଗୋଟା ହେଇଯିବ, ନହେଲେ ଏମିତି ପୁରା ଓଲଟେଇ ନେବେ। ସେ ଆରାମସେ ଯେତେବେଳେ ପୁରା ନାଲି ହେଇଯିବ ତାକୁ ଏମିତି ହଲେଇଲେ ସେ ଭାଙ୍ଗିଯିବ, ଖୋଲିଯିବ। ତ ଏଇଠି ଦେଖନ୍ତୁ ପୁରା ଭଲସେ ପକୁଡ଼ି ଗୋଟେ ସାଇଡ଼୍ ବନିଯାଇଛି। ତାପରେ ଆମେ ଆରପଟ ସାଇଡ଼୍ ଏମିତି ବନେଇ ନେବା। ଟିକେ ନାଲି କରିକି ଛାଣିବା, ଖାଇବା ପାଇଁକି ବହୁତ ବଢ଼ିଆ ଲାଗିବ। ତ ଏଇଠି ଦେଖନ୍ତୁ
टिके नाली करके छाणी। तो ये देखो पकोड़ी छाणी हो गलानी। एबे आमे कौन करवा तेल रू काढ़ी नबा। एमती जेते अच्छी सांग मैंने सबू गुड़िक ये छाणी नबा। टिके टाण करी छाणिबे जोटा कि आपन को क्रंची लगिवो। आ जदि नरम करी छाणिबे ताले से जो टाइम रे छाणिबे जो टाइम रे गरम थिबो से टाइमटा ही क्रंची लगिवो। आ ठंडा हो गला परे नरम हो जिवो। तो ये देखो मुझे बेसी टाण करनी कि बेसी नरम भी करनी। तो यहाँ जिते ठंडा हेले भी क्रंची होकर रहिबो। पूरा देखो कुरकुरा होकर रहिबो। तो ये मुझे छाणी सारे सांग मैंने जेते अच्छी बेटर एमती सब छाणी नवा। सांग मैंने एमती बहुत बढ़िया रेसिपी नहीं कि आसी। आपण मैंने चाहिए चैनल विजिट कर देखिपारे एंजॉय करें। तो निश्चिंत आपण चैनल विजिट करूँ। आपण मान किसी नुआ नुआ डेली डेली नहीं कि आसूची। तो सांग मैंने देखो आउ गोटे भाड़ी मुझे पकई देती सेमती पूरा कड़े फुल कर पकई। तापरे देखंतु तेल गरम थिबा अवस्था पकेबे। बेसी गरम करिवेनी तेल ना बेसी कम गरम करिवेनी। तो ये देखंतु एमती गरम थिबा जो पकेबे ये पकुड़ी गुरिक फुली जिवो। तो ये देखंतु चा भी आमर रेडी हो गला। चा हवा समय आमर पकुड़ी भी रेडी हो गला। सांग माने आजिर ये रेसिपी आपण मानकु केमती लगिला। तो आज आपण ये रेसिपी केबे बनाउचंती तो सांग माने निश्चिंत कमेंट बॉक्स जनइबे। तो आज एतिके सांग माने रहुची पुणी देखा नुआ एक रेसिपी सहित। जय जगन्नाथ।